ସାଙ୍ଗମାନେ ତୋ ପାଇଁ ସିରିଏଲର ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଆଜି କାମିନୀ ଜେଜେମା ଜାଣିଲେ ରୋହିର ସତ। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେ ଆଜି ରୋହିର ମେହେନ୍ଦି ବିଧି ଥିବ। ଆଉ ଏଥିପାଇଁ କାମିନୀ ଜେଜେମା ରୋହିକି ଡାକି କୁହନ୍ତି, ଆରେ ମା ଶ୍ରିୟା ଆଜି ତୋର ମେହେନ୍ଦି ବିଧି। ଆଉ ଦେଖ ତୋ ପାଇଁ ମୁଁ ସୁନା ଗହଣା ସବୁ କିଣି ଆଣିଛି। ଆଉ ଏହାକୁ ପିନ୍ଧି ତୁ ଆଜି ସଜ ହବୁ। ଆଉ ଏବେ ଯା ତୋ ମା ଠାରୁ ତୁ ଆଶୀର୍ବାଦ ନେଇଯିବୁ। ଆଉ ଏହାପରେ ରୋହି ଜାନକୀ ଆଣ୍ଟିଙ୍କ ଫଟୋକୁ ଆସି କୁହନ୍ତି, ମା ଆଜି ତମ ଆତ୍ମା ଶାନ୍ତି ପାଇବ। ଆଜି ତମ ଝିଅର ବାହାଘର ହବ। ଆଉ ତମର ସବୁ କିଛି ଇଚ୍ଛା ପୂରଣ ହବ। ଆଉ ଏହାପରେ ଜାନକୀ ଆଣ୍ଟିଙ୍କ ଫଟୋଟି ହଲିଯାଇ ସେ ମେହେନ୍ଦି ଉପରେ ପଡ଼ିଯାଇ ମେହେନ୍ଦି ନଷ୍ଟ ହୋଇଯାଉଛି। ଆଉ ଫଟୋଟି ଭାଙ୍ଗି ଯାଉଛି, ଯାହାଫଳରେ ରୋହି ପୁରା ରାଗିଯାଇ କୁହନ୍ତି ଯେ ଏଇ ଇଡିଏଟ୍ ଫଟୋ ଚକ୍କରରେ ମୋ ମେହେନ୍ଦି ବିଧିର ଅସୁବିଧା ହେଇଗଲା। ଏହାପରେ କାମିନୀ ଜେଜେମା କୁହନ୍ତି, ଆରେ ଶ୍ରିୟା ଏବେ ତ ଫଟୋ ତୋ ପାଇଁ ଇମ୍ପୋର୍ଟାଣ୍ଟ। ଏହାପରେ ପୁଣି ଥରେ ରୋହି ଆକ୍ଟିଂ କରି କୁହନ୍ତି, ଆରେ ଏସବୁ କ'ଣ ହେଇଗଲା। ଆଉ ଏପଟେ ସିନ୍ରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ଅନୁଜ ଶୋଇଥିବେ ଏ ସମୟରେ ଅନୁଜ କହୁଛନ୍ତି, ଆଜି ଯେମିତି ବି ହଉ ପରିବାର ଆଗରେ ମୋ ଝିଅର ସତ ସମସ୍ତଙ୍କ ସାମ୍ନାକୁ ଆଣିବି। ଆଉ ଏ ସମୟରେ ଠିକ୍ରେ ରୋହି ଆସିଯାଉଛନ୍ତି। ରୋହି ଆସି ଅନୁଜଙ୍କ ବେକକୁ ଗଳାକୁ ଦାବି ଦେଇ କହୁଛନ୍ତି ଯେ ଆରେ ଏ ବୁଢ଼ା ସମସ୍ତଙ୍କ ସାମ୍ନାରେ ସତ କହିବାକୁ ଚାହୁଁଛୁ ନା, ଆଜି ମୁଁ ତୋତେ ଜୀବନରୁ ମାରିଦେବି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ରୋହି ଆଜି ଅନୁଜକୁ ମାରିଦେବେ? ଯଦି ହଁ ତାହେଲେ ଆମକୁ ଇସ୍ ବୋଲି କମେଣ୍ଟ କରନ୍ତୁ।